ଦେଖନ୍ତୁ ଆମର ତ କଣ୍ଟିନ୍ୟୁଅସ୍ ଚଲେଇଛୁ ଆଉ କାଲି ବି ଆମର ସକାଳୁ ପୁରା ଚାଲିଥିଲା ରେଡ୍ ଷ୍ଟାର୍ଟ ହେଇଥିଲା ପୁରା କାରଣ ଛୁଟି ଦିନ ଆଗରୁ ପ୍ରାୟ ଛୁଟିର ମୌକା ନେଇକିରି ବହୁତ ଗଞ୍ଜେଇ ଚାଲାଣ ଏଇ ଟାଇମ୍ ମାନଙ୍କରେ ହେଇଥାଏ। ତ କାଲି ଗୋଟେ ଆମକୁ ଇନଫର୍ମେସନ୍ ମିଳିଥିଲା ମାନେ ଏଇ ଗତ ରାତିରେ ତାକୁ ନେଇକିରି ଏକ୍ଜିକ୍ୟୁଟ୍ କରାହେଇଥିଲା 5 AM ରେ ଆମର ଯାଇଥିଲେ ବାଲୁଗାଁର ସବ୍ ଇନ୍ସପେକ୍ଟର ତାଙ୍କ ଷ୍ଟାଫ୍ ଆଉ ଆମର ଇନ୍ସପେକ୍ଟର ସମସ୍ତେ ମିଶିକିରି ଆମର ଅଛି ସୁନାଖଳା NH-16 ଓଭରବ୍ରିଜ୍ ଉପରେ ଇନଫର୍ମେସନ୍ ଥିଲା 3ଟା ଗାଡ଼ି ଆସୁଛି ବୋଲିକିରି ଗୋଟେ ଡଷ୍ଟର ଆଉ ଗୋଟେ ସୁଇଫ୍ଟ ଡିଜାୟାର ଆଉ ଗୋଟେ ପିକଅପ୍ 3ଟା ଗାଡ଼ି ପାଖାପାଖି ଆସୁଛନ୍ତି ସମସ୍ତେ। ତ ସେମାନଙ୍କୁ ଯେତେବେଳେ ତାଙ୍କ ସାମ୍ନା ସେମାନେ ଅପୋଜିଟ୍ ସାଇଡ୍ରୁ ଆମର ଯାଇକି ପହଞ୍ଚିଲେ ତ ଗୋଟେ ଗାଡ଼ି ଯୋଉଟା ଡଷ୍ଟର ଆଗରେ ଥିଲା ତାର ଗୋଟେ 25 କେଜିଆ ବ୍ୟାଗ୍ ସେ ଫୋପାଡ଼ି ଦେଲା ଯୋଉଟା ଲେଟର ଅନ୍ ଯେତେବେଳେ ଓଜନ କରାଗଲା ଜଣାଗଲା ସେଟା ଫୋପାଡ଼ି ଦେଲା ସେ ପଳେଇଲା। ସେକେଣ୍ଡ ଗାଡ଼ିଟା ବି ସୁଇଫ୍ଟ ଡିଜାୟାର ଗାଡ଼ିଟା ସେକେଣ୍ଡଟା ସେ ବି ଏସ୍କେପ୍ ହେଇଗଲା ତାର 25 କେଜି ସେଥିରୁ ବି ସେ ଫୋପାଡ଼ି ଦେଇଥିଲା ଆମେ ଲେଟର ଯେତେବେଳେ ଓଜନ କରିଲୁ ଜାଣିଛୁ ସେଇଟା। ଆଉ ଏଇ ଯୋଉ ଲାଷ୍ଟ ଗାଡ଼ିଟା ପିକଅପ୍ ଗାଡ଼ିଟା ଧରା ପଡ଼ିଲା। ପିକଅପ୍ ଗାଡ଼ିରେ 2 ଜଣ ଥିଲେ ଜଣେ ହେଲା ଫିରୋଜ ଖାନ ଆକ୍ଚୁଆଲି ବାସିନ୍ଦା ହେଲା ବିହାରର କିନ୍ତୁ ସେ କେଉଁଝରରେ ରହେ। ଆଉ ଜଣେ ହେଲା ସୁଶାନ୍ତ ମେଣ୍ଡିଲି ଯିଏକି ବୌଦ୍ଧ ଭରତପୁର ଏରିଆର ସେ ଯିଏକି କଲେକ୍ଟ କରେ ସେଠୁ ବିଭିନ୍ନ ଚାଷୀମାନଙ୍କଠୁ କଲେକ୍ଟ କରିକିରି ଏମାନଙ୍କୁ ହେଲ୍ପ କରେ। ଏମାନେ ରୀତିମତ ନିଆଅଣା କରନ୍ତି ପୁରା ଗୋଟେ ଗ୍ୟାଙ୍ଗ ପୁରା ଚାଲିଛି ତାଙ୍କର। ଏଇ ଗାଡ଼ିରୁ 150ଟା ପ୍ୟାକେଟ୍ ମାନେ 1.5 କ୍ୱିଣ୍ଟାଲ ମାନେ ଟୋଟାଲ ସବୁ ମିଶିଲେ 2 ଗାଡ଼ି ଫିଙ୍ଗା ହେଇଥିବା ଏଇଟା ସବୁ ମିଶିକିରି 2 କ୍ୱିଣ୍ଟାଲ ଗଞ୍ଜେଇ ସେଠୁ ସିଜ୍ ହେଇଥିଲା। ତାପରେ ଯାବତୀୟ ପାରାଫର୍ନିଆ ଆମର ମେଣ୍ଟେନ୍ କରାହେଇଥିଲା ଆଉ ସେମାନଙ୍କୁ 2 ଜଣଙ୍କୁ ଆରେଷ୍ଟ କରାହେଇଛି। ଆଉ ଏଇ ଯୋଉ ଫିରୋଜ ଖାନ ଯିଏ ଗାଡ଼ି ଚଲଉଥିଲା ପିକଅପ୍ ଗାଡ଼ିଟା ଯିଏ ଚଲଉଥିଲା ସେ କହିଲା ଯେ ଆଗରେ ଯୋଉ ଡଷ୍ଟର ଗାଡ଼ିଟାର ସିଏ ହିଁ ମାଲିକ। ତାପରେ ଯୋଉ ଗାଡ଼ିଟା ଆମର ସୁଇଫ୍ଟ ଡିଜାୟାର ଗାଡ଼ିର ବିନୋଦ ନାମକ ଜଣେ ସେଠି ବସିଥିଲା। ଏମାନେ ସମସ୍ତେ ସମ୍ମିଳିତ ଭାବରେ ଚାଲାନ କରୁଥିଲେ ବୌଦ୍ଧ ଅଞ୍ଚଳରୁ ଆଣୁଥିଲେ ସେମାନେ ଆଉ ଭୁବନେଶ୍ୱରକୁ ନେଇଥାନ୍ତେ ସେମାନେ ଆଉ ବିଭିନ୍ନ ଏରିଆରେ ସେମାନେ ଡିଷ୍ଟ୍ରିବ୍ୟୁଟ କରିଥାନ୍ତେ। ତ NDPS ଗୋଟେ କେସ୍ରେ ଏମାନଙ୍କ ଏଗେନଷ୍ଟରେ ମାମଲା ରୁଜୁ କରାହେଇଛି ସେମାନଙ୍କୁ କୋର୍ଟ ଫରୱାର୍ଡ କରାଯିବ।